ଧ୍ୟାନ ଓ ପ୍ରାର୍ଥନା। ଜୁଲାଇ 31, 1914। ମୋର ମନେ ହୁଏ ଗୋଟିଏ ଗୋଟିଏ କରି ତୁ ମୋତେ ସେହି ସବୁ ଅଭିଜ୍ଞତାର ଆସ୍ୱାଦନ ଦେବାକୁ ଚାହୁଁ। ସାଧାରଣତଃ ଯେଉଁଗୁଡ଼ିକର ସ୍ଥାନ ଯୋଗ ସାଧନାର ଶୀର୍ଷରେ ତା'ର ଶେଷ ପରିଣତି ହିସାବରେ, ତା'ର ପୂର୍ଣ୍ଣ ସିଦ୍ଧିର ପ୍ରମାଣ ହିସାବରେ, ସେ ଅଭିଜ୍ଞତା ତୀବ୍ର, ଅଖଣ୍ଡ, ସୁସ୍ପଷ୍ଟ, ପୁଣି ତା ମଧ୍ୟରେ ରହିଛି ତା ନିଜସ୍ୱ ସକଳ ପରିଣାମର, ସକଳ ଫଳର ଜ୍ଞାନ। ସେ ଅଭିଜ୍ଞତା ସଜାଗ, ସ୍ୱେଚ୍ଛାକୃତ, କାରଣ ତାହା ନିୟମିତ ପ୍ରୟାସର ଫଳ, ଆକସ୍ମିକ ବା ଅପ୍ରତ୍ୟାଶିତ କିଛି ନୁହେଁ। ତଥାପି ପ୍ରତ୍ୟେକ ଅଭିଜ୍ଞତାର ନିଜସ୍ୱତା ରହିଛି। ରାସ୍ତାରେ ସ୍ଥାନେ ସ୍ଥାନେ ଯେପରି ଚିହ୍ନ ଫଳକ ଥାଏ, ସେମାନେ ପୃଥକ୍, ସେମାନଙ୍କର ଯୋଗସୂତ୍ର ସେହି ରାସ୍ତାଟି ସେହିପରି। ତେବେ ଏଠାରେ ଚିହ୍ନଗୁଡ଼ିକ ନିର୍ଦ୍ଦେଶ ଦିଏ ଅନ୍ତହୀନ ଊର୍ଦ୍ଧ୍ୱାରୋହଣ। ସେମାନେ ଏକ ପ୍ରକାରର ନୁହନ୍ତି, ପ୍ରତ୍ୟେକଟି ପୃଥକ୍ ଧରଣର, ଯେପରି କାହା ସହ କାହାର କୌଣସି ସମ୍ପର୍କ ନାହିଁ। କେବେ ଆସିବ ସେ ଦିନ, ଯେଉଁଦିନ ତୋ କଲ୍ୟାଣରେ ଏ ଆଧାର ତା'ର ଅସଂଖ୍ୟ ଅଭିଜ୍ଞତା ମଧ୍ୟରେ ସମନ୍ୱୟ ଆଣିପାରିବ। ସେମାନଙ୍କ ମଧ୍ୟରୁ ଏପରି ଏକ ପୂର୍ଣ୍ଣତର, ସୁନ୍ଦରତର, ଅଭିନବ ସିଦ୍ଧି ଗଢ଼ି ଉଠିବ, ଏଯାବତ୍ ଯାହାର ଅନୁରୂପ କିଛି ସୃଷ୍ଟି ହୋଇନାହିଁ। ଜାଣେନା, କିନ୍ତୁ ତୁ ତ ମୋତେ ଶିଖାଇଛୁ, ମୋ ଅଭିଜ୍ଞତା ଯେତେ ବିରଳ ହେଉନା କାହିଁକି, ତାହା ଯଦି ଚାଲି ବି ଯାଏ, ତଥାପି ମୁଁ ଯେପରି ଦୁଃଖ ନ କରେ, ନିଜ ମନକୁ ଯଦି ଫେରିଆସେ, ତଥାପି ତା ପାଇଁ ଯେପରି କୌଣସି ବାସନା ପୋଷଣ ନ କରେ। ଏଥିରୁ ସାଧନାର ଗତି ଯେ ଅସ୍ଥିର ବା ଚଞ୍ଚଳ, ତାହାର ତ କୌଣସି ପ୍ରମାଣ ପାଏନା। ବରଂ କ୍ରମଗତିର ପ୍ରମାଣ ମିଳେ, ଯାହା ସ୍ଥିର ସଂକଳ୍ପ ନେଇ ଗତି କରି ଚାଲିଛି। ରାସ୍ତାର ପ୍ରତ୍ୟେକଟି ପର୍ବରେ ଯେଉଁଠି ଯେତିକି ପ୍ରୟୋଜନ, କୌଣସି ସ୍ଥାନରେ ତା'ଠାରୁ ଅଧିକ ନ ରହି। ପ୍ରତ୍ୟେକ ଥର ତୁ ମୋତେ ଆହୁରି ଭଲ ଭାବରେ ଶିଖେଇଛୁ ଯେ ତୋ ପ୍ରକାଶର ଉପାୟ ଯଦି ସୀମାବଦ୍ଧ ହୋଇଥାଏ, ତେବେ ତା'ର କାରଣ ଆମେ ତାହା ସେହିପରି ମନେ କରୁ ବୋଲି। ଫଳତଃ ସେ ଉପାୟ ତୋର ସମସ୍ତ ଆନନ୍ତ୍ୟର ହିଁ ବାହନ ହୋଇପାରେ। ପ୍ରତ୍ୟେକ ଥର ତୋ ଅସୀମତାରୁ କିଛି ଓହ୍ଲାଇ ଆସି ତା'ର ନିବାସ ଏହି ଆଧାର ସହ ସଂଯୁକ୍ତ ହୁଏ, ଖୋଲି ଧରେ ସକଳ ଦ୍ୱାର, ତା ମଧ୍ୟ ଦେଇ ଦେଖାଏ ଅନ୍ତହୀନ ଦିକ୍ଚକ୍ରବାଳ।